କଳିଙ୍ଗ ଗଣନାଟ୍ୟର ମ୍ୟାନେଜର ମଧୁ ଆଜି କମିଟି ତରଫରୁ ଆପଣଙ୍କୁ ମାନେ ଟୋଟାଲ କଳିଙ୍ଗ ଗଣନାଟ୍ୟକୁ ସମ୍ମାନିତ କରାଗଲା। ଯେ ଗୋଟେ ମନରେ ଆଶା ଥିଲା ଏମିତି ତୃତୀୟ କ୍ୟାମ୍ପରୁ ଆପଣଙ୍କୁ ଏମିତି ଭଲ ପାଇବା ମିଳିବ ବୋଲି। ନା ସେ ଆଶା ଯଦିବା ନଥିଲା ଦୀର୍ଘ 12-13 ବର୍ଷ ପରେ ଷ୍ଟେସନ କୁଲି ଆପଣ ମାନେ ସବୁ ଥିଲେ ଜାଣିଥିବେ ସିଏ ବି 1.5 ମାସ ଲାଗିଥିଲା। এইটাକୁ ପ୍ରାୟ 4 ଦିନ ଭିତରେ ନାଟକଟା ଓଡ଼ିଶାର ପ୍ରତ୍ୟେକ ଜାଗାରେ ଜନସାଧାରଣ ଗ୍ରହଣ କରିଛନ୍ତି। ଆଜି ଗଞ୍ଜାମରୁ 40 ଜଣ ଆସିଛନ୍ତି ଯାତ୍ରା ଦେଖିବାକୁ, କେବଳ କମିଟି ନୁହେଁ, ତାଙ୍କ ପାଇଁ ଟିକେଟ କରାଯାଇଥିଲା, ଦର୍ଶକ ଆସିଛନ୍ତି। ଆପଣ ବାଲିଆ କେନ୍ଦ୍ରାପଡ଼ାରୁ ଦର୍ଶକ କିଛି ଆସିଛନ୍ତି, ଆପଣ ଢେଙ୍କାନାଳରୁ ବି କିଛି ଦର୍ଶକ ଆସିଛନ୍ତି, ଇଏ ଭୁବନେଶ୍ୱର। ଏ ଯେଉଁ ନାଟକ ଚାଲିଛି ଏ ନାଟକ ଯଦି ଏଇ ଜାଗାରେ 10 ରାତି ଚାଲିବ, ଏଇ ନାଟକ ଚାଲିବ ବୋଲି କହିବେ। ମୋ 5 ରାତି ଅଛି, କାଲି ବି ଆପଣମାନଙ୍କ ନଲେଜ ଭିତରେ ଜାଣିଥିବେ କାଲି ବି ଏଇ ନାଟକ ହଉଛି। ଆଜି ଟିକେ ବର୍ଷା ସକାଶେ ଯଦି ବା ସ୍ଲୋ ହେଇଛି, ତଥାପି ପାଖାପାଖି ଚେୟାର ସବୁ ଫିଲଅପ୍ ଅଛି। ତେଣୁ ଯାତ୍ରା ଭଲ ମନ୍ଦ କଥାଟା ଲୋକ କହିବେ। ମୋ ପୁଅଟା ଅନ୍ଧ ହେଲେ ବି ମୋ ପୁଅଟାକୁ ମୁଁ ସୁନ୍ଦର ବୋଲି କହିବି। ମୋ ପୁଅଟା ଆପଣଙ୍କ ଆଗରେ ସୁନ୍ଦର ହେବା ଦରକାର। ତେଣୁ ନାଟକ ବିଷୟରେ ଦର୍ଶକଠୁ ଆପଣ ମତାମତ ନିଅନ୍ତୁ। ଭାଇରାଲ ଏବଂ ରିଅଲ, ଏ ରିଅଲଟା ନାଟକଟା ହେଇଛି ଭାଇରାଲ। ଭାଇରାଲକୁ ଭାଇରାଲ କରାଯାଉଛି। ମୁଁ ପାର୍ଟିର ନାଁ ଧରିବାକୁ କହୁନି, ସବୁ ପାର୍ଟିର ନାଟକ ପ୍ରଯୋଜକ ମାନେ, ପରିଚାଳକ ମାନେ ଯତ୍ନବାନ ନୁହନ୍ତୁ ନାଟକ କେମିତି 4 ଘଣ୍ଟା ଭଲ ହବ, ଜନସାଧାରଣ ତାକୁ କେମିତି ଗ୍ରହଣ କରିବେ ସେ କଥା ଚିନ୍ତା କରିବା ଦରକାର। ଗୋଟେ କମର୍ସିଆଲ ନା ଗପ ମାର ଧର ଏଇଭଳିଆ ଗପ ନେଇ ଜନସାଧାରଣଙ୍କ ପାଖରୁ ଆପଣ ଭଲ ସନ୍ଦେଶ ପାଇପାରିବେ ନାହିଁ। ଦେବସ୍ମିତାକୁ ଯେତେବେଳେ ଆପଣ ସିଲେକ୍ଟ କରିଥିଲେ, ସେ ଭାବିଥିଲେ ସେ ଏମିତି ଅଭିନୟ କରିବେ ବୋଲି? ମୁଁ କେବେ ଆଶ୍ଚର୍ଯ୍ୟ, ତାକୁ ସାଲ୍ୟୁଟ ମାରିବା କଥା। କଳାକାର ପୁଣି ଦୀର୍ଘ 28 ବର୍ଷ ଇନିଂସ ଭିତରେ ଗୋଟେ ନୂଆ କଳାକାର ସିଏ ଆସି, ସେ ଗୋଟେ ନୂଆ କଳାକାର, ସିରିଏଲ କଳାକାର। ଯାତ୍ରାରେ ପ୍ରଥମ ନାଟକରୁ ଚର୍ଚ୍ଚା ଭିତରକୁ ସେ ଆସିଛି। 3ଟା କ୍ୟାମ୍ପରେ ସେ ଓଡ଼ିଶାର କେଡ଼େ କେଡ଼େ ହିରୋଇନ ଯାଇକି ରିଟାୟାର୍ଡ ନେଇକରି ଘରେ ରହିଲାଣି, ତାଙ୍କ ନାଁ ଦିନେ ବି ଏମିତି ଚର୍ଚ୍ଚା ଭିତରକୁ ଆସିନଥିଲା। ଦେବସ୍ମିତା କିଏ ବୋଲି ଗୋଟେ ବର୍ତ୍ତମାନ ସବୁ ଜାଣିଲେ ଯେ ସିରିଏଲ ଝିଅ ଦେବସ୍ମିତା କଳିଙ୍ଗ ଗଣନାଟ୍ୟରେ ବର୍ତ୍ତମାନ ମୁଖ୍ୟ ନାୟିକା ଭାବରେ ସେ ସାରା ଓଡ଼ିଶାରେ ଦର୍ଶକଙ୍କ ପାଖରେ ଗ୍ରହଣ ହେଇଛି। ତେଣୁ ଦେବସ୍ମିତାର ଭବିଷ୍ୟତ ଆଗକୁ ନିଶ୍ଚିତ ଭାବରେ ଉଜ୍ଜଳ। ଆମେ ତାର ଶୁଭ କାମନା କରୁଛୁ, ତାକୁ ଆଶୀର୍ବାଦ ଦଉଛୁ ଏବଂ ତାର ସଫଳ ଯାତ୍ରା ହଉ, ସେଥିପାଇଁ ଆମେ ଜଗନ୍ନାଥଙ୍କୁ ଡାକୁଛୁ। ନାଟକ ଦର୍ଶକ ଦେଖିଲା ପରେ ତାଙ୍କୁ ସାରି ବୋଲି ଡାକିଲେ। ଆପଣ ଜାଣିଛନ୍ତି ତାଙ୍କ ନାଁଟା ଆମେ ତାଙ୍କର ଇଣ୍ଟରଭ୍ୟୁ ମୁଁ ଗୋଟେ ଥର ଆପଣଙ୍କ ନଲେଜ ଭିତରେ କହିଦେଲି, ଓଡ଼ିଶାର ଯାତ୍ରା ପରମ୍ପରା ସଂସ୍କୃତି ସାରା ଭାରତ ବର୍ଷରେ ଏ ଜିନିଷ ନାହିଁ। ହାଇଦ୍ରାବାଦ ଯାଉଛି, ବାଙ୍ଗାଲୋର ଯାଉଛି, ବମ୍ବେ ଯାଉଛି, ଦିଲ୍ଲୀ ଯାଉଛି, ଯାତ୍ରା ପାର୍ଟି କାହିଁକି ଯାଉଛି? ସେଠି ପ୍ରବାସୀ ଓଡ଼ିଆ ମାନେ ରହୁଛନ୍ତି, ସେ ଯାତ୍ରାକୁ ଗ୍ରହଣ କରୁଛନ୍ତି। ଇଏ ଗୋଟେ ଏମିତି ଜିନିଷ, ଗୋଟେ ଲୋକର ପେଟର ଉପାସ ରହିଲେ ଯଦି କିଛି ଏଇଟାକୁ ରାତିରେ ଦେଖିଲେ ତାର କିଛି ଦୁଃଖ ଲାଘବ ହୋଇଯାଏ। ତେଣୁ ଯାତ୍ରା ଆଜି ଯୋଉ ବନ୍ଧୁ ମାନେ କରୁଛନ୍ତି, ଯୋଉ ଅନୁଷ୍ଠାନ ମାନେ କରୁଛନ୍ତି, ମୁଁ ସେମାନଙ୍କୁ ବିନମ୍ରତାର ସହ କହୁଛି, ଯାତ୍ରା 4 ଘଣ୍ଟା ଉପରେ ନଲେଜ ଦିଅନ୍ତୁ। ସବୁ ଯାତ୍ରା ପାର୍ଟି ଭଲ କରନ୍ତୁ, ସବୁ ଅନୁଷ୍ଠାନକୁ ସମସ୍ତେ ଭଲ କହନ୍ତୁ। ଆମେ ଗୋଟିଏ ଅନୁଷ୍ଠାନ ଭଲ କହିଲେ ଆଦୌ ଭଲ ହବ ନାହିଁ, କିନ୍ତୁ ଯାତ୍ରା ଭିତରେ ଫାତ୍ରାଟା ନ ରହୁ। ଲୋକ ଅନେକ ଜାଗାରେ ଲୋକ କହୁଛନ୍ତି ଯାତ୍ରା ଫାତ୍ରା, ସେଟାକୁ ଆମକୁ ଭାରି କଷ୍ଟ ଲାଗୁଛି, ସେଟା ଭାରି ସରମ ଲାଗୁଛି। ଆପଣ ସେଲୁନରେ ବସିଥିବୁ, ଚା ଦୋକାନରେ ଯାତ୍ରା ବାଲା ଫାତ୍ରା ବାଲା। ମୁଁ ଆଜିର ଡେଟରେ କହୁଛି, ଜଣେ ଯାତ୍ରା କଳାକାର ଜିଲ୍ଲାର ଯିଏ ମୁଖ୍ୟ ପ୍ରଶାସକ କଲେକ୍ଟର, ତାଙ୍କ ଦରମାଠୁ ଅଧିକା। ଆମେ ଥରେ କୋଭିଡ ସମୟରେ ଯାଇଥିଲୁ କଲେକ୍ଟରଙ୍କୁ ଦେଖା କରିବାକୁ। କଲେକ୍ଟର ଆମେ କହିଲୁ ସବୁ ଯାତ୍ରା ଖୋଲିଗଲା, ଆମର କାହିଁକି ଅନୁଷ୍ଠାନ ଖୋଲୁନି? କଲେକ୍ଟର ସମର୍ଥ ବର୍ମା ପୁରୀରେ ଥାନ୍ତି, ସେ ଆମକୁ ଟିକେ ନାକୁ ଅଣଦେଖା କଲେ। ଜଷ୍ଟ ଗେଟ୍ ପାଖରୁ ଆସିଛୁ, ତାଙ୍କ ଷ୍ଟେନୋ ଯିଏ କହିଲେ, ସାର୍ ସେ ହେଉଛନ୍ତି ଯାତ୍ରାର ସେ ମଧୁବାବୁ ପରିଚାଳକ, 1 ବର୍ଷ ରହିଲାଣି, ସେ ଆଗରୁ
राजनीतिक क्षेत्र थे प्रदीप महारती आदर्श से अनुप्राणित एवं से सरपंच स्त्री थे सी समिति सभ्य अच्छा एवं भी मो झील समिति सभ्य अच्छी तेणु डाकतु सहित दैतरी बाबू अच्छा सहित सुरेश पंडा अच्छा दैतारी पंडा दरमा ये सुरेश पंडा दरमा ये प्रताप राउत दरमा ये से शुणिले निजे दौड़ी आसिले डाकिले कलेक्टर कहे सर आसतु मुझे बहुत भूल कर बसतु आमको से ठाकुर उत्तर देले अभड़ा खुआई आम यात्रा खोलिया पुरी आरंभ होता तेणु यात्रा शिल्प आस्ते आस्ते ओडिशा रे सिनेमा शिल्प पूरा निम्न स्तर रही सिनेमार अनेक कलाकार बर्तमान यात्रा मुहाई आप देखु आज ये जो मंच ठिया ये जगह को भल पार्टी आसे ना तार कारण कौन हाथिया शुणी कौन गोटे यात्रा कर जीव हाथिया शुणी गोटे अनुष्ठान पड़ा मुझे ना नवा चाहूनी आपण मैंने आसीथे रिजल्ट से भी छोटिया कलाकार सब नथिले मो पाखे विश्व दरबार थिला मो पाखे माहेश्वरी थिला आउ किसी दूर रे स्वर्णमल थिला आपणे पांचटा पार्टी अंतिम दिन मोर आज रिजल्ट सब आपण पाखे आम तो किए आसूची गंजाम किए आसूची अलग पड़ोशी जिलूर से आम कहूँ नाटक भल हो तुम आम कह तेणु आ गोटे समस्या मधुबाबू बुझाणी नुआ नाटक सागे सागे चोरी होगी अपलोड हो गोटे भारी समस्या प्रदूषक मान मुंड बिंधा है चोरी नारी अहंकार परस्परता आज नुहे पौराणिक जुग यही चोरी नारी केस रे दुर्योधन मुझे छोटिया टपिक दूसरी दुर्योधन जो अंतिम सज्जार पड़ी था से द्रौपदी पाक चली आसे श्रीकृष्ण को लेकिन श्रीकृष्ण मृदुहस दौता श्रीकृष्ण कहले ये नारी सकाशे महाभारत आंको विभस्त कराइला पुरुष सभा तले तमें कौन द्रौपदी देखा करने दुर्योधन को चाहूच से दुर्योधन पचार प्रभु आपण मत देखा आसिले कौन पे देखा ना मैं शेष अवस्था देखा आपण को आपण भलरे अच्छा कि ना से जिते भूल करते भी भगवान श्रीकृष्ण सबकि द्रौपदी शेष मुहूर्त क्षमा कर से अहंकार गर्व मिछ चोरी जुगे जुगे निपात होती कंस ठार रावण पर्यंत आ दुर्योधन ठारू आज जो मैंने अभिनय कर भल अभिनय करती दिन ये करती से क्षेत्र में भी नाटक दृश्यपटे से गोटे कथा आसे जो नाटक अपूर्व सफलता अनेक फोन आसो 17टा कमिटी मुझे 7-4 दिन भीतर बुक कर अनुभव कर बहुत कमिटी लंबा इनिंग्स लगी बहुत कमिटी जो रेट धार्य था अधिका रेट दवाई लोक राजी अच्छा दर्शक बुझुं कमिटी बुझुची क्या आम लाभ हबू लाभ करने कौन केड़े केड़े कलाकार आज यात्रा पार्टी ना अनेक कलाकार आज डूबी जाऊँगी भांगी जाऊँगी केतटा यात्रा पार्टी आप नॉलेज भितर थी यात्रा अनुष्ठान बहुत बंद बांध हो दुखर सहित आम कहूँ गोटे अनुष्ठान बंचिले 150 कलाकार कर्मचारी बंचे किसी गरीब गुरुबा लोक जो मैंने कम दाम कर किए टेंट टे बांधुची किए पेटी टे बोची से बचे यात्रा पार्टी भांगी जाटा आम गोटे कष्ट लगुच तेणु यात्रा शिल्प को आग को नवाक हेले यात्रा मालिक किसी वरिष्ठ कलाकार किसी परिचालक गोटे समन्वय बैठक हवा दरकार यात्रा केमी आगू बढ़ो दरमा पछपटे गोड़ौवा कलाकार सेटा को अंकुश रहतु सब कलाकार को नहीं आज गोटे जगार 5 लाख उठे दी काली आप पैकेज बढ़ीगला 10 लाख नहीं जावा यहाँ भारी असुविधार कथा तेणु यात्रा शिल्पटा आग को हेले मालिक मैनेजर एवं किसी कलाकार एकाठी बसिले ओडिशार यात्रा संस्कृति परंपरा आगू जीव अनेक यात्रा इंडस्ट्री भल भल कलाकार हाई बजेट कलाकार को नहीं लोकप्रियता हासिल करने हाई बजेट कलाकार को नौ ये जो सुआसारी आप जो नाटक लोकप्रियता होची ये गोटे शिक्षा दब कि हाई बजेट कलाकार क्या कह जाए आप भावुं
ଯେଉଁମାନେ ହାଇ ବଜେଟ୍ର କଳାକାର ହେଇଛନ୍ତି ଆପଣ ଦୈତାରୀ ପଣ୍ଡା ହୁଅନ୍ତୁ, ମହେନ୍ଦ୍ର ଦାସ ସ୍ୱର୍ଗପୁରରେ ମୋର ବନ୍ଧୁ, ସେ ମୋର ସାଙ୍ଗ, ପାଠ ଏକାଠି ପଢୁଥିଲୁ, ସଞ୍ଜୟ ବଳ ହୁଅନ୍ତୁ, ସୁରେଶ ପଣ୍ଡା ହୁଅନ୍ତୁ, ପ୍ରତାପ ରାଉତ ହୁଅନ୍ତୁ, ସେମାନେ ସବୁ ଷ୍ଟାର ନୁହନ୍ତି, ସେ ଗୋଟେ ସୁପରଷ୍ଟାର। ସେ ତାଙ୍କ ଜାଗାରେ ଛୋଟିଆ ଜାଗା ନୁହଁ, ଆଜିର ଯୁବପିଢି ତାଙ୍କ ଜାଗାରେ ପହଞ୍ଚି ପାରିନାହାନ୍ତି। ଓଡ଼ିଶା ଯାତ୍ରା ପାଇଁ ତାଙ୍କର ମାନେ ଅଗାଧ ତ୍ୟାଗ ତପସ୍ୟା ରହିଛି। ତେଣୁ ମ୍ୟାନେଜର କେତେ ଜଣ ବି ଅଛନ୍ତି, ମଧୁବାବୁ ଆପଣମାନେ ସବୁ ଭଲ ଜାଗାରେ ରହିଲେଣି, ଆମମାନେ ହେଇପାରୁନୁ। ମୁଁ ସବୁବେଳେ ଗୋଟିଏ କଥା କହିଛି, ପଇସା ପଛପଟେ ଗୋଡ଼େଇବେ ନାହିଁ, ପଇସା ତମ ପଛପଟେ ଗୋଡ଼େଇବାକୁ ହେଲେ ମାଲିକ ମାନଙ୍କର ଆଗ ତମେ ଅନୁଗତ ହବା ଦରକାର। ବିଶ୍ୱାସ ମାଲିକ ତମକୁ ନିଅନ୍ତୁ, ତାପରେ ତମେ ଭଲ ମ୍ୟାନେଜର ହେଇପାରିବ। ଯିଏ ଭଲ ପରିଚାଳନା କରିପାରିଲା ତାକୁ ହିଁ ଭଲ ପରିଚାଳକ ହିଁ କୁହାଯାଏ। ଯିଏ ଭଲ କଳା ଭୂଷଣ କରିପାରିଲା ତାକୁ ଭଲ କଳାକାର କୁହାଯାଏ। ଏଇ ଯୋଉ 4-5 ଜଣ ନାଁ ମୁଁ କହିଲି, ଅନେକ କଳାକାର ଅଛନ୍ତି, ଖାଲି ଏଇ 5 ଜଣ ନୁହେଁ। ସେମାନେ ଯାତ୍ରା ପାଇଁ ସେମାନଙ୍କର ଅଗାଧ ତପସ୍ୟା ପରିଶ୍ରମ ଥିବା ଫଳରେ ନିଶ୍ଚିତ ଭାବରେ ଅଧିକ ଦରମା ପାଉଛନ୍ତି। ତେଣୁ ସେମାନଙ୍କ ଅନୁସରଣ କରି ଆଗକୁ ଏଇ ଯୁବପିଢି ଯିବା ଦରକାର। ଆମର ଶୁଆସାରି ଆପଣ ଭାବୁଛନ୍ତି ଇଏ ଛୋଟିଆ କଳାକାର ନୁହନ୍ତି, 4 ଦିନର କଳାକାର, 40 ବର୍ଷର କାମ କରୁଛି ସେ ଝିଅ। ମୁଁ ଦର୍ଶକ ବି ତାଜୁବ ହେଇଯାଉଛନ୍ତି ନିଶ୍ଚିତ ନିଶ୍ଚିତ ମଧୁବାବୁ ଯେ ଆପଣ ଭାବିଥିଲେ 3ଟା କ୍ୟାମ୍ପରେ ଏମିତି ନାଟକ ସଫଳତା ପାଇବ ବୋଲି? ଆଜ୍ଞା ମୁଁ ସବୁଦିନ ଦେଖୁଛି ଏଠି 4 ରାତି ଯାକ। ଆଜି ଟିକିଏ ଲୋକ କମିଛନ୍ତି, ସନ୍ଧ୍ୟାବେଳୁ ବର୍ଷାଟା ଚାଲିଲା, କାଲି ତ ଲୋକ ଫେରିଲେ। କାଲି 500 ଟଙ୍କା ଲେଖାଏଁ ଟିକେଟ ବ୍ଲାକ୍ ହେଲା, 300 ଟଙ୍କା ଟିକେଟକୁ। ସେଠୁ କିଏ ନେଇଯାଉଛି 10ଟା ଟିକେଟ, ବିକିଦେଲା ପରେ ଆଉ 100 ଟଙ୍କା ହେଲେ 1000 ବାହାରି ପଡୁଛି। ଟିକେଟ ବ୍ଲାକ୍ କାଲି ହେଇଛି। କମିଟି ବାଲା ବି କହୁଥିଲେ ସେ ଯେତେବେଳେ ଯାତ୍ରା କଲେଣି କୌଣସି ପାର୍ଟି ତାଙ୍କର ଲାଭ ନାହିଁ। ସଫଳତା ପାଇବ। ତା ଅର୍ଥ କଣ? ଯୋଉ ପାର୍ଟିଟା ଆସିଲା ମୁଁ ତାଙ୍କୁ କେବେ ଖରାପ କହିପାରିବି? ଭଲ ପାର୍ଟି, ସେମାନଙ୍କର କଣ ଦର୍ଶକ ତାଙ୍କୁ କୋଉ ସକାଶେ ସେ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି, ସେମାନେ ଆତ୍ମସମୀକ୍ଷା କରିବା ଦରକାର। ଆମେ ଆତ୍ମସମୀକ୍ଷା କରିଛୁ। ଏ ନାଟକ ଯେତେବେଳେ ଆମର ରିହର୍ସାଲରୁ ମୁଁ ଅନୁଭବ କରୁଥିଲି ଏଇ ନାଟକଟା କେମିତି ବାଜି ଯାଆନ୍ତା। ଷ୍ଟେସନ କୁଲି ଆଜ୍ଞା କଥା ଆଜି ଆପଣଙ୍କୁ କହୁଛି, ଆପଣମାନେ ସେତେବେଳେ ସବୁ ଥିଲେ। ସେତେବେଳେ ମୋ ପାଖରେ ଗୌରପାଳି ସୁକାନ୍ତିକି ଜାଣିଥିବେ, ଶୁଭେନ୍ଦୁ ଟିକିନା, କାଳିଆ ଯୁଧିଷ୍ଠିର ଆଜି ମ୍ୟାନେଜର ହେଇଛି, ଲକ୍ଷ୍ମୀଧର ମହାନ୍ତ ଆରମ୍ଭ କରି ଅନେକ କଳାକାର ଚାଲିଗଲେ। ଦକ୍ଷ କଳାକାର କଳିଙ୍ଗ ପାର୍ଟିରେ ଥିଲେ। ସେ କଳିଙ୍ଗ ପାର୍ଟିର ଭଲ କଳାକାର ସବୁ ସେମାନେ, ରାଜୁ ସୁବୁଦ୍ଧିଠୁ ଆରମ୍ଭ କରି ବ୍ରହ୍ମ ଶତପଥୀ ପର୍ଯ୍ୟନ୍ତ। ଆମେ କେବଳ ପ୍ରତାପ ରାଉତ ହଉଛି ଓଡ଼ିଶା ଯାତ୍ରା ମାର୍କେଟର ଜୟପୁର ହୀରା ବୋଲି ମୁଁ ତାକୁ କହେ। ସେ ଗୋଟିଏ ଲୋକକୁ ନେଇଥିଲି, ଅଞ୍ଜନାକୁ ନେଇଥିଲି। ଷ୍ଟେସନ କୁଲି 4 ବର୍ଷ ପର୍ଯ୍ୟନ୍ତ ଚାଲିଲା। ସେତେବେଳେ ବିଦେଶିନୀ କଳିଙ୍ଗର ଷ୍ଟେସନ କୁଲି ଜନସାଧାରଣ ପାଖରେ ପହଞ୍ଚିଲା। ଆର୍ଥିକ ଦୃଷ୍ଟିରୁ ବହୁତ ଇନକମ୍ କରାଯାଇଛି। ଖଣ୍ଡଗିରି 9 ରାତି ହେଲା। ତା ପର ବର୍ଷ ଆଜି ମୋର ଗୁରୁ, ମୋର ଦେବତା, ମୋର ମୁରବୀ ଯିଏ ସ୍ୱର୍ଗତ ପ୍ରଦୀପ ମହାନ୍ତି ନାହାନ୍ତି, ସେ ମୋର ସବୁ କିଛି। ପ୍ରଥମ ବର୍ଷ ନାଟକ ଯେତେବେଳେ 9 ରାତି ହେଇଗଲା, ମତେ କହିଲେ ମଧୁ ସେକେଣ୍ଡ ବର୍ଷ ନାଟକ ଲାଗିଲାନି। ମୁଁ ଲଗେଇଲି ଗୋଟେ ନାଟକ ବାହାରିଥିଲା ଗ୍ୟାଙ୍ଗଷ୍ଟର, 2 ଦିନ ପରେ ଫାଙ୍କା ହେଲା ଟ୍ରେନ୍। ମୁଁ ପୁଣି ଷ୍ଟେସନ କୁଲି ପକେଇଲି, ପୁଣି ଚାଲିଲା ହାଇ ପିକଅପରେ 7 ରାତି। ବୁଢା ବାବୁ ମତେ କହିଲେ, ତୁ କଣ ଷ୍ଟେସନ କୁଲି ନାଟକ 9 ରାତି ହେଲା, ପୁଣି କଣ ତୁ ସେଗୁଡା ପକଉଛୁ? ଆଜ୍ଞା ଯୋଉ ଦିନ ଷ୍ଟେସନ କୁଲି ପଡିଲି ସେ ଟିକେଟ ମିଳିଲାନି। ସେ ଯୋଉ କ୍ୟାରେକ୍ଟର ପ୍ରତାପ ରାଉତ କରିଯାଇଛି କୁଲି କ୍ୟାରେକ୍ଟର, ମୁଁ ଭାବୁଛି ତ ଓଡ଼ିଶାରେ ସେ କୌଣସି କଳାକାର ନେଇ ପହଞ୍ଚି ପାରିବେନି। ଆଜି ଫାଦର ରୋଲ କରୁଛି, ସେ ମୋର ସାନ ଭାଇ, ମୁଁ ତାକୁ ବହୁତ ଭଲ ପାଏ। ସେ ଆଜି ଫାଦର ରୋଲ କରୁଛି। ଓଡ଼ିଶାର ଯୋଉ ଦକ୍ଷ ଫାଦର ମାନେ ତାଠୁ ଶିଖନ୍ତୁ କେମିତି ଫାଦର ରୋଲ କରାଯାଏ। ମୁଁ କହୁନି ଯେ ଫାଦର ରୋଲ ଯୋଉମାନେ ଏଇଟା ହୁଏତ ତାଙ୍କ ଆଡି ଗୋଟେ ଖରାପ ମେସେଜ ଯିବ, ମୁଁ ସେମାନଙ୍କୁ ରିକ୍ୱେଷ୍ଟ କରୁଛି ସେମାନେ ଯେଝା ଜାଗାରେ ଯିଏ ଯତ୍ନବାନ ହୁଅନ୍ତୁ, ଯେଝା କର୍ମ ଉପରେ ମନ ଦିଅନ୍ତୁ। ଅଲଗା ଥରେ କଳାକାର ଯଦି ଅଲଗା ବାବଦରେ ମୁଣ୍ଡ ପୁରେଇଲା, ତା କଳା ଡାଉନ ହେଇଯିବ। କଳାକାର ଜାଗାରେ ରହୁ। କଳାକାର ଅଲଗା ମୁଣ୍ଡ ଖେଳିବାଟା ଠିକ ହବନି। ଏବଂ ଅନୁଷ୍ଠାନ ପାଇଁ ଗୋଟେ କଳାକାରର ଓବ୍ଲାଇଜ ରହିବା ଦରକାର। ଯଦି ଓବ୍ଲିଗେସନ ନାହିଁ, ତାହେଲେ ଆପଣଙ୍କର ତ୍ୟାଗ ନଥିଲେ ଭୋଗ କୋଉଠି ନାହିଁ। ଭୋଗର ପାଖ ଜିନିଷଟା ହଉଛି ତ୍ୟାଗ। ଶେଷରେ ଗୋଟିଏ ପ୍ରଶ୍ନ ରହିବ, ଖଣ୍ଡଗିରି ପାଇଁ ଏଇ ଆକୁ ଅସ୍ତ୍ର କରିକି ଯାତ୍ରା ମଇଦାନକୁ ଆସିବ କଳିଙ୍ଗ ନାଟ୍ୟ। 27 ବର୍ଷ ପରେ 28 ବର୍ଷରେ ପାଦ ମୁଣ୍ଡ ହଉଛି ଗୋଟିଏ ଅନୁଷ୍ଠାନରେ ଦୀର୍ଘ ବର୍ଷ ହେଲା ରହିଛି। ଖଣ୍ଡଗିରି ହଉଛି ଓଡ଼ିଶା ଯାତ୍ରାର ମହା ବିଶ୍ୱ କପ୍। ସେଇଟା
ସେଠି ଯୋଉ ପାର୍ଟି ଯାଏ ସେମାନେ ଗୋଟେ ଅଲଗା ପ୍ରକାର କମ୍ପନ ସୃଷ୍ଟି ହୁଏ ସେଠି। ଏଠି ମୋ ଆଗରେ ଜଣେ ପଣା ଯାତ୍ରା କମିଟିର ମୁଖ୍ୟ ଲୋକ ଜଣେ ଶିକ୍ଷକ ସେ ସାର୍ ଟିକେ ପାଖକୁ ଆସନ୍ତୁ। ସେ ହଉଛନ୍ତି ବିପିନ ସାର୍, ଯୋଉଟା କି ଆପଣ ଜାଣିବେ ଗୋଟେ ପଣା ଯାତ୍ରା ହଉଛି କଙ୍କଡ଼ାହାଟ ଭିତରେ ସବୁଠୁ ଗୋଟେ ପ୍ରସିଦ୍ଧ ପଣା ଯାତ୍ରା ଇଏ ଅଛନ୍ତି। ଇଏ ସବୁ ପାର୍ଟିକି ଆସି ଖଣ୍ଡଗିରିରେ ଦେଖନ୍ତି। ତାଙ୍କର ଗୋଟେ ପଣା ଯାତ୍ରା ସେଠି ହୁଏ, ଲକ୍ଷ ଲକ୍ଷ ଲୋକ ସମୟ ହୁଏ। ପଣା ଯାତ୍ରାରେ ସେଠି ଆପଣଙ୍କର ପଶୁ ବଳି ଦିଆଯାଏ, ମେଣ୍ଢା ବଳି, ଛେଳି ବଳି ଦିଆଯାଏ। ମୁଁ ଏଠି ଯାଇଛି, ଅନେକ ଯାଇଛି। ସିଏ ବି ଜଣେ ଭଲ ଦର୍ଶକ। କୋଉ ପାର୍ଟିଟା ନାଟକ ଭଲ କଲା, କିଏ ଅଭିନୟ ଖରାପ କଲା, ଏଇ ଭଦ୍ର ବ୍ୟକ୍ତି ଯେ ବିପିନ ସାର୍ ସବୁ ବାହାର କରିଦେବେ। ଓଡ଼ିଶାରେ ଆଉ କିଛି ଭଲ ଦର୍ଶକଙ୍କୁ ଆପଣଙ୍କ ନଲେଜକୁ ଆଣନ୍ତୁ, ଆମେ ସେମାନଙ୍କୁ ବେଶୀ ତାଙ୍କ ଆମେ ସମ୍ମାନ ଦେବୁ। ଦର୍ଶକ ଯଦି ନ ରହିବେ ତାହେଲେ ହବ ନାହିଁ। ଯୁଦ୍ଧ କରିବାକୁ ହେଲେ ଖାଲି ରାମାୟଣରେ ଆପଣ କଣ ଭାବୁଛନ୍ତି ରାମ ବାହିନୀ ସହିତ ରାବଣ ବାହିନୀ ନଥିଲେ ରାମଚନ୍ଦ୍ର ଏତେ କ୍ଲିକ୍ କରିଥାନ୍ତେ? ରାବଣ ନଥିଲେ ରାମକୁ କିଏ ଚିନ୍ତାନ୍ତା? ଦୁର୍ଯ୍ୟୋଧନ ନଥିଲେ ପାଣ୍ଡବ ମାନଙ୍କୁ କିଏ ଚିନ୍ତାନ୍ତା? ଯଦି ଦୈତାରୀ ପଣ୍ଡା ନଥାନ୍ତା ବିନୋଦ କୋଉଠି ସେଠି ନାଁ କରିଥାନ୍ତା? ସଞ୍ଜୟ ବଳ ଯଦି ନଥାନ୍ତା ପ୍ରତାପ ନାଁ କୋଉଠି କରିଥାନ୍ତା? ସମସ୍ତେ ସମସ୍ତଙ୍କ ସହିତ ପରିପୂରକ ଅଛି। ଡାଲିରେ ଗୋଟେ ଛୁଙ୍କର ଆବଶ୍ୟକତା ଅଛି। ଗୋଟେ କଥା, ଯୋଉ ଆପଣଙ୍କ ନାଟକର ଯୋଉ ଦିନ କଳାକାର ଭଲ ଅଭିନୟ କରୁଛନ୍ତି, ଯାତ୍ରାର ବର୍ତ୍ତମାନ ଚାଲିଛି ଯିଏ ଭଲ ଅଭିନୟ କରୁଛି ଅଲଗା ପାର୍ଟି ଆର ବର୍ଷକୁ ଅଧିକା ପଇସା ତ ନେଇଯାଉଛନ୍ତି, ତାକୁ ନେଇ କଣ କହିବେ? ଆଇପିଏଲ କ୍ରିକେଟ ଠାରୁ ବର୍ତ୍ତମାନ ଓଡ଼ିଶା ଯାତ୍ରା କଳାକାର ନିଲାମ ଅଧିକା ହେଲାଣି। ଏଟା ମିଛ କଥା ସାର୍। ମତେ ଭାରି ଦୁଃଖ ଲାଗୁଛି, ଗୋଟେ ଲୋକ ଚାକିରି କଲେ ତାକୁ କେତେ କଷ୍ଟ ଲାଗୁଛି। 8 ଘଣ୍ଟା ଡ୍ୟୁଟି କରି ଘରକୁ ଆସୁଛି, କର୍ତ୍ତବ୍ୟରତ ଶିକ୍ଷକ ଜଣେ, ଭଲ ଶିକ୍ଷକ ଜଣେ। ମୁଁ ଯଦି 5 ଲକ୍ଷ ଦରମା ପାଉଛି, ଦରମା ବଢିକି 50,000 ହେଇଗଲେ ମ୍ୟାନେଜ ହେଇଯାନ୍ତା। ସେ 5 ଲକ୍ଷ ଟାକୁ 15 ଲକ୍ଷ ହେଇଯାଉଛି। ଯେମିତି ଆପଣଙ୍କର ଆଇପିଏଲରେ ଯାହା ବଢୁଛି, କଳାକାର ବର୍ତ୍ତମାନ ନିଲାମ ସେଇଭଳିଆ ହଉଛନ୍ତି। ଆଉ କିଛି କଳାକାର ଏଠୁ ପଇସା ନେଇ ସେଠିକି ଚାଲି ଯାଉଛନ୍ତି, ଅତି ହୀନମନ୍ୟତା କାମ। ସେ ଜିନିଷ ହେଇପାରିବ। ଅନେକ ପ୍ରଲୋଭନ ମତେ ଆସିଛି। ମୂଳ ଜାଗା ମୁଁ ବର୍ତ୍ତମାନ ଠିକ ଜାଗାରେ ଅଛି। ଈଶ୍ୱରଙ୍କର ଆଶୀର୍ବାଦ ଅଛି। ଆଗକୁ କେମିତି ଭଲ ହବ, ଏବଂ କିଛି କିଛି ମ୍ୟାନେଜର ମାନଙ୍କୁ ମୁଁ ଆପଣଙ୍କ ମାଧ୍ୟମରେ ସନ୍ଦେଶ ଦଉଛି, ସମସ୍ତେ ଯତ୍ନବାନ ହୁଅନ୍ତୁ। ଆମେ ସବୁବେଳେ ନଥିବୁ, ଆପଣମାନେ ଆସିବେ, ମାଲିକର ଆସ୍ଥାଭାଜନ ହୁଅନ୍ତୁ, ମାଲିକକୁ ଭଲ କଥା କୁହନ୍ତୁ। ରାଜା ଅପେକ୍ଷା ମନ୍ତ୍ରୀ ହଉଛି ଅଧିକା ଚାଲାକ ହବା ଦରକାର। ମାଲିକଠୁ ପରିଚାଳକଟା ଅଧିକା ଚାଲାକ ନହେଲେ ଯାତ୍ରାନୁଷ୍ଠାନ ଚାଲିପାରିବ। ଧନ୍ୟବାଦ।